ମାନେ ଏଇଟା ତ ପୁରା ସକାଳ ନୁହଁ କି ଦ୍ୱିପହର ନୁହଁ, କାହିଁକିନା 10ଟା ହେଲେ 11ଟା ହେଇଗଲାଣି। ଆଉ 11ଟା ବେଳ ହେଲାଣି। ଆଜି ଯେହେତୁ ଘାଣ୍ଟିଆ ଘାଣ୍ଟି, ଆଉ ସେଥିପାଇଁ ଆମେ ସକାଳୁ ଚା ଫା ଖାଇ ସବୁ କାମ ସାରିଥିଲୁ। ଦ୍ୱିପହରେ ଏକାଥରେ ରାତିରେ ରୋଷେଇ ହେବ ବୋଲିକା। ଆଉ କ'ଣ କରିବା, ଆଜି ଘାଣ୍ଟ ଅଛି। ଘାଣ୍ଟରେ ମାଛ ଆମର ଆସିଛି, 2 ପ୍ରକାର ମାଛ ଆସିଛି। ରୋହି ମାଛ ଆସିଛି, ରୋହି ମାଛ ଭଜା ଚାଲିଛି। ଆଉ ଏଠି 2ଟା ମାଛ ବଡ଼ ବଡ଼ ଯେଉଁ ମୁଣ୍ଡଟା ଅଛି ସେଇଟା ଅଛି ଜଳଙ୍ଗ ମୁଣ୍ଡ, ଏଇଟା ଘାଣ୍ଟରେ ପଡ଼ିବ। ଆଉ ଘାଣ୍ଟ ପାଇଁକା ତ ମୁଁ ଏଠି ସ୍ପେଶାଲ୍ ସବୁ ପରିବା ରଖିଛି, ସବୁ ଯାକ ପରିବା ଏଠି ରଖିଛି। ଘାଣ୍ଟ ଯେହେତୁ ମାନେ ଘଣ୍ଟା ଘଣ୍ଟି, ମାନେ ସବୁ ପରିବା ମିଶିକି ଘଣ୍ଟା ଘଣ୍ଟି ହେବ। ଆଉ ଏଇଠି ସବୁ ପରିବା ଆସିକି ଏଇଠି ରଖିଦେଇଛି। ଆଉ ମଟର ଏଗୁଡ଼ା ସବୁ ମଟର, ମୁଗ, ଆଉ ଘୁଗୁନି ମଟର, ଚଣା ମଟର ସବୁ ସିଝା ହେଇକି ଅଛି। ଆଉ ଖାଲି ମାଛ ଭଜା ସରିଲେ ଘାଣ୍ଟ ତିଆରି ହେବ। ଆଉ ହଉ, ମାଛ ଭାଜି ଦେଇକି ଘାଣ୍ଟ ଆଜି କେମିତି ପ୍ରସ୍ତୁତ ହେଉଛି ମୁଁ ଭିଡ଼ିଓରେ ଦେଖାଉଛି। ଘଡ଼ଘଡ଼ କ'ଣ ହେଉଛି? ଆମ ଚାଳ ମେଡ଼ିସିନ ଖାଇଥିଲି, ଆଉ ଝାଳ ବହୁଛି ଅବାଗିଆ। ଆଉ ମୋର ତ ଏବେ ଘାଣ୍ଟ ପୁରା ରେଡ଼ି ହେଲାଣି। ମୁଁ ଯେହେତୁ ପରିବା ହାଣ୍ଡିରେ ପୁରା ସିଝେଇ ଦେଇଛି, ପୁରା ଫୁଟିଲାଣି। ଆଉ ବାକି ମଟର ମୁଁ ଅଳ୍ପ ସିଝେଇଥିଲି, ଆଉ ଯେହେତୁ ଆଉ ସିଝେଇବାର ଅଛି ବୋଲିକା ସେଥିପାଇଁ ଅଳ୍ପ ସିଝେଇ ଦେଇଥିଲି। ଗୁଗୁଲ ମଟରଟା ଟିକେ ଲେଟ୍ ଲାଗେ ସିଝେଇବା ପାଇଁକା। ଏଠି ମୋର ଦେଖିପାରୁଥିବେ ମୁଁ ସବୁ ପ୍ରକାର ବୁଟ ନେଇଛି। ସେଥିରେ ଡାଲି, ମୁଗ ଡାଲି, ବୁଟ ଡାଲି, ଆଉ ହରଡ଼ ଡାଲି, ଏଥିରେ ଗୋଟା ମୁଗ, ଆଉ ମଟର, ଆଉ ଚଣା ବୁଟ ଏଥିରେ ଅଛି। ଆଉ ରୋହି ମାଛ ମୁଣ୍ଡ, ଜଳଙ୍ଗ ମାଛରେ ଆଜି ବନେଇବା ଘାଣ୍ଟ, ଜୁତିଆ ଘାଣ୍ଟ ବନିବ। ଆଉ ହଉ ଚାଲ ଏବେ ପ୍ରସ୍ତୁତ କରିବା। ଆକୁ ଭଲସେ ସିଝି କରିକି ତା ପାଇଁକା ମସଲା କ'ଣ ସବୁ ଦରକାର ମୁଁ ଏବେ ପ୍ରସ୍ତୁତ କରୁଛି। ଆଉ ସିଝି ସାରିଲା ପରେ ମୁଁ କେମିତି କ'ଣ ତିଆରି କରୁଛି ମସଲା ଦେଇକି, ତାପରେ ଦେଖିବା। ମୁଁ ଏଠି ବସିଛି ଆଉ ରୋଷେଇ ଆଉ କେମିତି କ'ଣ ତିଆରି ହେବ ମୁଁ ଏଟା ପ୍ରୋସେସରେ ଦେଖିକି କରୁଛି। ଆଉ ଏବେ ପୁରା ପରିବା ପୁରା ଆମର ସିଝିଗଲାଣି। ମୁଁ ଏବେ ୟାକୁ ଛୁଙ୍କ କରିଦେବି। ଏଇଠି ସବୁ ଡାଲିଟାକୁ ଭଲସେ ମିକ୍ସଟାକୁ ଭଲସେ ଆଗ ସିଝେଇ ଦେଇଥିଲି, ଅଧା ଘାଣ୍ଟିକି ଘୋଟି ଦେଇଛି ଏଥିରେ। ଆଉ ଯେହେତୁ କଦଳୀ ପଡ଼ିଯାଇଛି କଲର୍ ଟିକେ ଦେଖାହେଉଛି, ତାପରେ ମସଲା ଦେଲେ ଠିକ୍ସେ ଆସିଯିବ। ଆଉ ଛୁଙ୍କ ଦେଇକି ୟାକୁ ରଖିଦେବା ସାଇଡ଼୍ରେ। ତାପରେ ତା ପାଇଁ ମସଲା ପ୍ରସ୍ତୁତ କରିବା। ମସଲା ମୁଁ ଏଠି ବନେଇଛି ଦେଖନ୍ତୁ, କଞ୍ଚା ଲଙ୍କା, ପିଆଜ, ଟମାଟୋ କଟା, ଆଉ ଏଇଟା ପେଷ୍ଟ ଅଛି ରସୁଣ, ଅଦା, ଟମାଟୋ, ଏଇଟା ମୁଁ ପେଷ୍ଟ କରିଦେଇଥିଲି। ତାପରେ ଏଠି ଗୋଟା ମସଲା ରଖିଛି। ଆଉ ଏଠି ଏକ ଫୁଟାଇବା ପାଇଁ ଛୁଙ୍କ ଦେବା ପାଇଁ ରଖିଛି। ଆଉ ଏଥିରେ ସବୁ ମସଲା ଅଛି, ଗରମ ମସଲା, ଚିକେନ୍ ମସଲା, ମିଟ୍ ମସଲା, କାଶ୍ମୀରୀ ଚିଲି, ଆଉ ଲଙ୍କାଗୁଣ୍ଡ ଅଛି। ଏସବୁ ମସଲା ପକେଇକି ଆଉ ମାଛ ମୁଣ୍ଡ କଷିକି ଘାଣ୍ଟରେ ଛାଡ଼ିଦେବା। ତ ହଉ ମୁଁ ଆଗ ଏବେ ଛୁଙ୍କଟା ଦେଇଦିଏ। ଛୁଙ୍କଟା ତ ମୁଁ ନିଜେ ସୁଟର, ନିଜେ କ୍ୟାମେରାମ୍ୟାନ୍। ଆଉ ଲିସିନ୍ ଡାଡ଼ି ତ ପଳେଇଛନ୍ତି ଲିସିନ୍କି ଆଣିବା ପାଇଁକା, ସେଥିରେ ଦେଖି ଦେଇଥାନ୍ତେ। ଆଉ ପଳେଇଛନ୍ତି ଆଡ଼େ ଲିସିନ୍ ପାଖକୁ ଆଣିବା ପାଇଁକା। ଏବେ ତ ମୋ ହାଣ୍ଡି ତାତିଲାଣି। ଆଉ ରାଜାକୁ ବହୁତ ଜୋରେ ଭୋକ ଲାଗିଲାଣି, ଡାକୁଛି ଲିସିନ୍, ମମି ଖାଇବ ସିଏ। ସେଉ ଖାଇଛି, ତାକୁ ଦିଆହେଇଛି। ଆଉ ବୁଟ ତାର କାଲି ମୁଁ ପାଣିରେ ପକେଇଥିଲି, ସିଝେଇ ଦେଇଛି, ତା ପାଇଁ କିଛି ରଖିବା ପାଇଁ ମନେ ନାହିଁ। ସରିଲାଣି, ସରିଲେ ସେ ଖାଇବ। ଟିକେ ଛୁଙ୍କ କଲା ବେଳେ ଟିକେ ଜିରାର ପରିମାଣଟା ଅଧିକ ରହିଲେ ଛୁଙ୍କର ବାସ୍ନାଟା ବହୁତ ଭଲ ଆସେ, ଆଉ ଟେଷ୍ଟ ବି ଆସେ। ଟିକେ ଜିରା ଟିକେ ଅଧିକ ନେଇଛି, ସୋରିଷ କମ୍, ତାପରେ ଫୁଟଣ ସବୁ ପକେଇକି ଇଏ କରୁଛୁ ଆଉ।
मेघ जोर आसलानी रोषे हेले भी बहुत दुईटार आसवे बिलू खाइबे तो आमर एकाथ राति खाई खाली राति खाली माछ तरकारीटा खाली हम आबे ये करवा तो मुझे तेल गरम होसला गोटा मसला सब पकई देती गोटा मसला पकईला पियाज आ कंचा लंका टमाटो आड कर देती आपको टे जस्ट लुण पकईकी घोड़ाई छाड़देवा तेल अल्प भाजी आसला लुण टे स्लाइड मारिक घोरईदेवा पियाज और टमाटो प्राय हो आसला पेस्ट पकईदेवा जो कि मुझे बाकी थी टमाटो रसुण आ अदा ये मसला भी पूरा तेल छाड़ी आसला भलसे हो गला मसला सब आड करवा मसला तो ये मुझे रखी गरम मसला मीट मसला चिकेन मसला आ काश्मीरी चिली लंका गुंड हलदी सब मसला को पकईदेवा जस्ट के पानी देके करवा मसला टे अल्प पानी देके साइड करके घोरईदेवा आ मसला टे सिझी आसला माछ से छेचिदेवा आ बाकी घांटे आड करदेवा एबे मुझे अल्प पानी देके सिझे दूची मसला प्राय सिझी आसला तेल भी छाड़ला ये आज जलंग माछ मुंड रोही माछ मुंडे घांटटे हम आ मसलाटा बहुत बढ़िया बास्ना आुसी लुसी ये आईस बास्ना जमा भी ये कड़े जाऊना ठीक अच्छे एवं चल माछ आड करदे आ माछ को भलसे लुआ खड़िकार छेची देकी मसला भलसे आड करके छुंक को एत ढाड़ीदेवा आज माछर जेहतु लुण पड़ता है मसला अल्प लुण पड़ता अल्प मात्र लुण पकेबा कहीं घाटे पड़े बेसी लुणिया है असुविधा पूरा माछ मसला पूरा भलसे हो गला आ छुंक कर डालमा को से ढालीदेवा निपुण ठीक कथा कही माने घाट पूरा रेडी घाट पूरा रेडी दीपर खाया बसी गलु भात माछ भजा आ सालड पापड़ एपटे पूरा स्पेशल घाट माने घाट आज रोही माछ रोही माछ आउ जलंग माछ रोही माछ जलंग माछ घाट आज खातु देखिए केमती लगुच डाडी खाऊ खाई सार केमती लगुच कह भात गोली है तो रेडी चलो खाईदेवा तापर देखिया पूरा देसी घाट मत अनेक कौन साड़ कौन अनेक डालमाटा तरकारी केमती खोलिकी कुह जलंग माछर केमती लगुच भल है भल है लिसिनी तू बहुत बढ़िया